କେବେ ekotha ଚିନ୍ତା କରିଛ କି ଯେତେବେଳେ ପ୍ରାଣ ବାହାରିଯାଏ ଠିକ୍ ସେହି ମୁହୂର୍ତ୍ତରେ ପ୍ରକୃତରେ କ'ଣ ହୁଏ? ଏହା ଏମିତି ଏକ ଗଭୀର ପ୍ରଶ୍ନ ଯାହା ଶତାବ୍ଦୀ ଶତାବ୍ଦୀ ଧରି ମାନବ ଜାତିକୁ ଆଶ୍ଚର୍ଯ୍ୟ କରିଆସିଛି। ଆଜିର ଏହି ବିଶ୍ଳେଷଣରେ ଆମେ ବାପୁଜୀ ଦଶରଥ ଭାଇ ପଟେଲଙ୍କର ବ୍ରହ୍ମାଣ୍ଡ ବିଜ୍ଞାନ ଉପରେ ଆଧାରିତ ଏକ ନିଆରା ଏବଂ ବେଶ୍ ଆକର୍ଷଣୀୟ ତଥ୍ୟକୁ ବୁଝିବାକୁ ଯାଉଛୁ। ଏହି ଉତ୍ସ ଅନୁଯାୟୀ ମୃତ୍ୟୁ କୌଣସି ଶେଷ ନୁହେଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ବୈଜ୍ଞାନିକ ଏବଂ ପୂର୍ବନିର୍ଦ୍ଧାରିତ ଯାତ୍ରାର ଆରମ୍ଭ ମାତ୍ର। ଆସନ୍ତୁ ଜାଣିବା କିପରି। ଏହି ବିଶ୍ଳେଷଣକୁ ସ୍ୱାଗତ। ଏଠାରେ ଆମେ ଏକ ଅତ୍ୟନ୍ତ ଜଟିଳ ଏବଂ ବହୁସ୍ତରୀୟ ଆଧ୍ୟାତ୍ମିକ ଢାଞ୍ଚାକୁ ସରଳ ଭାବରେ ଉପସ୍ଥାପନ କରୁଛୁ। ମୃତ୍ୟୁ ପରେ ପ୍ରକୃତରେ କ'ଣ ଅପେକ୍ଷା କରିଥାଏ ସେହି ବିଷୟରେ ଉତ୍ସଗୁଡ଼ିକରେ ଯାହା ସବୁ ବର୍ଣ୍ଣନା କରାଯାଇଛି, ଆମେ ତାହାକୁ ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ଆଲୋଚନା କରିବା। ଏହା କୌଣସି ଗୋଟିଏ ବିଚାରଧାରାକୁ ସମର୍ଥନ କରୁନାହିଁ, କେବଳ ସେହି ମୂଳ ତଥ୍ୟଗୁଡ଼ିକୁ ଆମ ସାମ୍ନାରେ ରଖୁଛି। ଏହି ବିଶାଳ ବିଷୟକୁ ଠିକ୍ ଭାବରେ ବୁଝିବା ପାଇଁ ଆମେ ଏହାକୁ 5ଟି ଭାଗରେ ବିଭକ୍ତ କରିଛୁ। ପ୍ରଥମେ ଆତ୍ମାର ଗଠନ, ଦ୍ୱିତୀୟରେ ପରିବର୍ତ୍ତନର ମୁହୂର୍ତ୍ତ, ତୃତୀୟରେ କର୍ମର ଭାର, ଚତୁର୍ଥରେ ସୂକ୍ଷ୍ମ ଜଗତର ଯାତ୍ରା ଏବଂ ଶେଷରେ ପୁନର୍ଜନ୍ମର ଚକ୍ର। ତେବେ ପ୍ରଥମ ବିଭାଗ ଆତ୍ମାର ଗଠନ, ଭୌତିକ ଏବଂ ସୂକ୍ଷ୍ମ। ମୃତ୍ୟୁକୁ ବୁଝିବା ପାଇଁ ପ୍ରଥମେ ଜୀବନ କିପରି ଗଠିତ ତାହା ବୁଝିବା ଜରୁରୀ। ଉତ୍ସ ଅନୁଯାୟୀ ଆମର ଏହି ଶରୀରର 2ଟି ସ୍ତର ଅଛି। ପ୍ରଥମଟି ହେଲା 5ଟି ଉପାଦାନରେ ଗଠିତ ଭୌତିକ ଶରୀର, ଆଉ ଠିକ୍ ଏହା ଭିତରେ ରହିଛି ଏକ ସୂକ୍ଷ୍ମ ଶରୀର, ଯାହା କେବଳ 3ଟି ଉପାଦାନ ଆକାଶ, ବାୟୁ ଏବଂ ଅଗ୍ନି ଦ୍ୱାରା ତିଆରି। ଯେତେବେଳେ ଭୌତିକ ଶରୀର ନଷ୍ଟ ହୋଇଯାଏ, ସେତେବେଳେ ଏହି ସୂକ୍ଷ୍ମ ଶରୀର ହିଁ ଆଗକୁ ନିଜର ଯାତ୍ରା ଜାରି ରଖେ। ଏଠାରେ ଗୋଟିଏ କଥା ଲକ୍ଷ୍ୟ କରନ୍ତୁ, ଆମ ଭୌତିକ ଶରୀରର ପ୍ରାୟ 80% ଅଂଶ କେବଳ ଜଳ ଏବଂ ପୃଥିବୀର ପରିପୂର୍ଣ୍ଣ। ଆଉ ଏହି 2ଟି ଉପାଦାନ ବହୁତ ଭାରୀ, ଏତେ ଭାରୀ ଯେ ଏହା ମାନବ ଚେତନାକୁ ଏହି ଭୌତିକ ଜଗତ ସହ ଏକଦମ ବାନ୍ଧି ରଖେ। ମାନେ ଏହା ଗୋଟିଏ ପ୍ରକାରର ଓଜନିଆ ଲଙ୍ଗର ବା ଆଙ୍କର ଭଳି କାମ କରେ, ଯାହା ଆତ୍ମାକୁ ଉପରକୁ ଉଠିବାକୁ ଦିଏ ନାହିଁ। ତେଣୁ ଯେତେବେଳେ ମୃତ୍ୟୁ ହୁଏ, ସେହି ଓଜନିଆ ପୃଥିବୀ ଏବଂ ଜଳ ଉପାଦାନ ଏଠାରେ ମୃତଦେହ ଆକାରରେ ରହିଯାଏ, କିନ୍ତୁ ଅମର ଆତ୍ମା ଆଗକୁ ବଢ଼େ। କେଉଁଥିରେ? ଏହି ସୂକ୍ଷ୍ମ ଶରୀର ବା ସୂକ୍ଷ୍ମ ଶରୀର ଭିତରେ। ଏହାକୁ ଏକ ପ୍ରକାର ଆତ୍ମାର ପରବର୍ତ୍ତୀ ଯାତ୍ରାର ବାହନ ବୋଲି କୁହାଯାଇପାରେ, ଯେମିତିକି ଆମେ ଗୋଟେ ଭାରୀ କୋଟ୍ ଖୋଲିଦେଇ ଆଗକୁ ବଢ଼ୁ। ବର୍ତ୍ତମାନ ଆସିବା ଦ୍ୱିତୀୟ ବିଭାଗକୁ, ପରିବର୍ତ୍ତନର ମୁହୂର୍ତ୍ତ, ଶେଷ ଚିନ୍ତାଧାରା। ଯେଉଁ ଠିକ୍ ମୁହୂର୍ତ୍ତରେ ଆତ୍ମା ଶରୀର ଛାଡ଼େ, ତାହା ଗୋଟିଏ ବଡ଼ ଟର୍ଣ୍ଣିଂ ପଏଣ୍ଟ। ଏହି ଦର୍ଶନରେ ଏକ ସୁନ୍ଦର ସଂସ୍କୃତ ଧାରଣା ଅଛି, ଅନ୍ତମତି ସୋଗତି। ଅର୍ଥାତ୍ ଆମେ ଜୀବନସାରା ଯାହା ସବୁ ଜ୍ଞାନ ବା ଅଭ୍ୟାସ ସଞ୍ଚୟ କରିଛେ, ସେସବୁ ମିଶି ମୃତ୍ୟୁ ସମୟରେ ଗୋଟିଏ ଅନ୍ତିମ ଚିନ୍ତାଧାରାର ରୂପ ନିଏ। ଆଉ ସେଇ ଗୋଟିଏ ଶେଷ ଚିନ୍ତା ହିଁ ନିର୍ଦ୍ଧାରଣ କରେ ଯେ ଆତ୍ମାର ପରବର୍ତ୍ତୀ ରାସ୍ତା ଆଉ ବେଗ ପ୍ରକୃତିରେ କ'ଣ ହେବ। ସବୁଠୁ ମଜାଦାର କଥା ହେଲା, ଏହି ମୂଳ ଉତ୍ସରେ ପାରମ୍ପରିକ ଯମରାଜ ବା ମୃତ୍ୟୁ ଦେବତାଙ୍କର କୌଣସି ସ୍ଥାନ ନାହିଁ, ବରଂ ଏହାକୁ ଏକ ଆଧୁନିକ ଟେକ୍ନୋଲୋଜି ଭଳି ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ ବାୟୁମଣ୍ଡଳରେ ଥିବା ଆକାଶିକ ରେକର୍ଡ ଏବଂ କିଛି ସ୍ୱୟଂଚାଳିତ ସୁପର କମ୍ପ୍ୟୁଟର ଆତ୍ମାର ସମସ୍ତ କାର୍ଯ୍ୟର ହିସାବ ତୁରନ୍ତ କରିଦିଅନ୍ତି। ଏହା ସମ୍ପୂର୍ଣ୍ଣ ଅଟୋମେଟିକ୍ ପ୍ରକ୍ରିୟା, ଯେଉଁଠି ଆତ୍ମାମାନଙ୍କୁ ମାର୍ଗଦର୍ଶନ ଦେବା ପାଇଁ ସେମାନଙ୍କର ନିର୍ଦ୍ଦିଷ୍ଟ ଧାର୍ମିକ ଗୁରୁମାନେ ସୂକ୍ଷ୍ମ ଜଗତରୁ ଆସିଥାନ୍ତି। ତୃତୀୟ ବିଭାଗ, କର୍ମର ଭାର, ଯାହାକୁ ଏକ ପ୍ରକାର ଆଧ୍ୟାତ୍ମିକ ପଦାର୍ଥ ବିଜ୍ଞାନ ବା ସ୍ପିରିଚୁଆଲ ଫିଜିକ୍ସ କୁହାଯାଇପାରେ। ବାପୁଜୀଙ୍କର ଏହି ଢାଞ୍ଚାରେ କର୍ମ କେବଳ କୌଣସି ନୈତିକ ବିଚାର ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ରୂପେ ବିଜ୍ଞାନ ଭଳି କାମ କରେ। କିପରି? ଯେତେବେଳେ କୌଣସି ନକାରାତ୍ମକ କାର୍ଯ୍ୟ ବା ଖରାପ ଚିନ୍ତାଧାରା ଆସେ, ତାହା ସୂକ୍ଷ୍ମ ଶରୀରର ଉପାଦାନଗୁଡ଼ିକୁ ପ୍ରକୃତରେ ଓଜନିଆ କରିଦିଏ। ଏହା ଏମିତି ଯେପରି କିଏ ଆମ ପିଠିରେ ଗୋଟିଏ ବଡ଼ ପଥର ବ୍ୟାଗ୍ ବାନ୍ଧି ଦେଇଛି। ଏହି ଓଜନ କାରଣରୁ ସୂକ୍ଷ୍ମ ଶରୀର ହାଲୁକା ହୋଇ ଉପରକୁ ଉଡ଼ିପାରେ ନାହିଁ। ଏଠାରେ ଥିବା ତଥ୍ୟକୁ ଟିକେ ଦେଖନ୍ତୁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆତ୍ମାର ଆଭ୍ୟନ୍ତରୀଣ ପବିତ୍ରତା ସିଧାସଳଖ ତାର ଯାତ୍ରା କରିବାର କ୍ଷମତାକୁ ନିୟନ୍ତ୍ରଣ କରେ। ଭାରୀ ବା ପାପୀ ଆତ୍ମାଗୁଡ଼ିକ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଭିତରେ ଫସିଯାନ୍ତି ଏବଂ ମାତ୍ର 1ରୁ 20 କିଲୋମିଟର ପର୍ଯ୍ୟନ୍ତ ହିଁ ଯାଇପାରିଥାନ୍ତି। କିନ୍ତୁ ଭଲ ଆତ୍ମାମାନେ ହାଲୁକା ଥିବାରୁ 1000 କିଲୋମିଟର ଯାଇପାରନ୍ତି। ଆଉ ଯେଉଁମାନେ ମହାପୁରୁଷ ବା ଅବତାର, ସେମାନଙ୍କର ଆତ୍ମା ଏତେ ପବିତ୍ର ଆଉ ହାଲୁକା ଯେ ସେମାନେ ଲକ୍ଷ ଲକ୍ଷ କୋଟି କିଲୋମିଟର ଦୂର ବ୍ରହ୍ମାଣ୍ଡରେ ବିନା ବାଧାରେ ଭ୍ରମଣ କରିପାରନ୍ତି। ଟିକେ ଭାବନ୍ତୁ କେତେ ବିଶାଳ ସେଇ ଯାତ୍ରା। ଚତୁର୍ଥ ବିଭାଗ, ସୂକ୍ଷ୍ମ ଜଗତର ଯାତ୍ରା, ରହସ୍ୟ ଏବଂ ମହାପୁରୁଷ। ଆଚ୍ଛା, ଯେଉଁ ଭାରୀ ଆତ୍ମାଗୁଡ଼ିକ ଉପରକୁ ଯାଇପାରନ୍ତି ନାହିଁ, ସେମାନଙ୍କର କ'ଣ ହୁଏ? ଉତ୍ସ ବର୍ଣ୍ଣନା କରୁଛି ଯେ ଏହି ଆତ୍ମାମାନେ ହିଁ ପୃଥିବୀର ଅନେକ ରହସ୍ୟମୟ ଘଟଣାର କାରଣ।
ଆମେ ଯାହାକୁ ଭୂତପ୍ରେତ କହୁ ସେମାନେ ପ୍ରକୃତରେ ଶକ୍ତିହୀନ ଏବଂ ଇଚ୍ଛାଚାଳିତ ଆତ୍ମା। ସେମାନେ ନିଜର ପୁରୁଣା ଘର ପାଖରେ ଘୂରି ବୁଲନ୍ତି ଏବଂ ନିଜର ଅପୂରଣୀୟ ଲାଳସା ଯେପରିକି ମଦ୍ୟପାନ କିମ୍ବା ଖାଇବା ତାକୁ ପୂରଣ କରିବା ପାଇଁ ବେଳେବେଳେ ଜୀବିତ ଲୋକଙ୍କର ଶରୀରରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, କାରଣ ସେମାନଙ୍କ ପାଖରେ ନିଜର ଶରୀର ହିଁ ନଥାଏ। ଏହି ବିଚାରଧାରା କେବଳ ଭୂତପ୍ରେତ ନୁହେଁ, ବରଂ ବର୍ମୁଡା ଟ୍ରାୟାଙ୍ଗଲ ଭଳି ଆଧୁନିକ ରହସ୍ୟର ମଧ୍ୟ ବ୍ୟାଖ୍ୟା କରେ। ଏଠାରେ ବାପୁଜୀଙ୍କର ଗୋଟିଏ ଉକ୍ତି ଦିଆଯାଇଛି, ଯେଉଁଥିରେ ସେ କହୁଛନ୍ତି ଯେ ସେହି ବର୍ମୁଡା ଟ୍ରାୟାଙ୍ଗଲ ଅଞ୍ଚଳରେ ଯାହା ବି ଆସେ ତାକୁ ଏଲିଏନ୍ସ ଭଳି ହଜାରେ ସୂକ୍ଷ୍ମ ଆତ୍ମା ନିୟନ୍ତ୍ରଣକୁ ନେଇଯାଆନ୍ତି। ମାନେ ସେହି ଅଦୃଶ୍ୟ ହେବାର ଘଟଣା ପଛରେ ଏକାଠି କାମ କରୁଥିବା ଅନେକ ସୂକ୍ଷ୍ମ ଆତ୍ମାମାନଙ୍କର ସମ୍ପୃକ୍ତି ଥାଇପାରେ ବୋଲି ଏହି ଉତ୍ସ ଦାବି କରେ। ଏହାର ବିପରୀତ ଦିଗରେ ଯେଉଁମାନେ ହାଲୁକା ଏବଂ ଜ୍ଞାନୀ ଆତ୍ମା, ସେମାନେ କ୍ରମାଗତ ଭାବରେ ଉପରକୁ ଉଠନ୍ତି। ସେମାନେ ପୃଥିବୀରୁ ବାହାରି ଭୂବରଲୋକ, ସ୍ୱର୍ଗଲୋକ, ମହରଲୋକ ଏବଂ ଶେଷରେ ପରମଧାମ ଆଡ଼କୁ ଯାତ୍ରା କରନ୍ତି। ଉତ୍ସ ଅନୁଯାୟୀ ଏହା ଠିକ୍ ଗୋଟେ ୟୁନିଭର୍ସିଟିର ଉପର ସ୍ତରକୁ ଯିବା ଭଳି। ଏହି ବିଶାଳ ଆୟାମଗୁଡ଼ିକରେ ସେମାନେ ଉଚ୍ଚ ଆଧ୍ୟାତ୍ମିକ ଶିକ୍ଷା ପାଇବା ପାଇଁ ବଡ଼ ବଡ଼ ମହାପୁରୁଷ ଏବଂ ସେମାନଙ୍କର ଆଶ୍ରମଗୁଡ଼ିକୁ ଖୋଜି ବାହାର କରନ୍ତି। ପଞ୍ଚମ ବିଭାଗ, ପୁନର୍ଜନ୍ମର ଚକ୍ର, ପରବର୍ତ୍ତୀ ଜନ୍ମର ଡିଜାଇନ। ଶେଷରେ ଆତ୍ମାମାନଙ୍କୁ ନିଜର କର୍ମର ହିସାବ ବରାବର କରିବାକୁ ପୁଣିଥରେ ପୃଥିବୀକୁ ଫେରିବାକୁ ପଡ଼େ। କିନ୍ତୁ ଏହି ଉତ୍ସ ଅନୁଯାୟୀ ପୁନର୍ଜନ୍ମ କୌଣସି ଅଚାନକ ମିଳିଥିବା ଦଣ୍ଡ ନୁହେଁ। ଏହା ଏକ ସମ୍ପୂର୍ଣ୍ଣ ସୁଚିନ୍ତିତ ପ୍ରକ୍ରିୟା। ସୂକ୍ଷ୍ମ ଜଗତରେ ମହାପୁରୁଷମାନଙ୍କ ସହିତ ମିଶି ଆତ୍ମା ନିଜର କର୍ମର ମୂଲ୍ୟାଙ୍କନ କରେ, ନିଜର ପରବର୍ତ୍ତୀ ଜନ୍ମର ପରିସ୍ଥିତି ନିଜେ ହିଁ ବାଛେ ଏବଂ ଖରାପ କର୍ମକୁ କାଟିବା ପାଇଁ ସଠିକ୍ ପରିବେଶରେ ଜନ୍ମ ନିଏ। ଏହା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଅନେକ ସମୟରେ ଆତ୍ମା ଜାଣିଶୁଣି ଦାରିଦ୍ର୍ୟ କିମ୍ବା ଅନ୍ଧତ୍ୱ ଭଳି କଠିନ ପରିସ୍ଥିତିକୁ ବାଛିଥାଏ। କାହିଁକି ଜାଣନ୍ତି? କାରଣ ଏଭଳି କଷ୍ଟଦାୟକ ଜୀବନ ବିତାଇବା ଦ୍ୱାରା ଲକ୍ଷ ଲକ୍ଷ ବର୍ଷ ଧରି ସଞ୍ଚିତ ହୋଇଥିବା ନକାରାତ୍ମକ କର୍ମ ଅତି ଶୀଘ୍ର ନଷ୍ଟ ହୋଇଯାଏ। ଏହା ଏକ ପ୍ରକାର କ୍ରାସ୍ କୋର୍ସ କରିବା ଭଳି କଥା, ଯାହାଦ୍ୱାରା ହିସାବ ଶୀଘ୍ର ଶେଷ ହୋଇଯିବ। ତେବେ ଶେଷ ବିଭାଗ, ଆତ୍ମାକୁ ପ୍ରସ୍ତୁତ କରିବା, ଚୂଡ଼ାନ୍ତ ଲକ୍ଷ୍ୟ। ଏହି ସମ୍ପୂର୍ଣ୍ଣ ଉତ୍ସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମକୁ ଏହି କଥା ବୁଝାଇବା ଯେ ମାନବ ଜୀବନ ଏକ ଅମୂଲ୍ୟ ସୁଯୋଗ। ତେଣୁ ପିଲାଦିନରୁ ହିଁ ଆଧ୍ୟାତ୍ମିକ ଶିକ୍ଷା ଲାଭ କରିବା ଉଚିତ। ମନକୁ ଏକ ଯନ୍ତ୍ର ଭଳି ବ୍ୟବହାର କରିବାକୁ ପଡ଼ିବ, ଯାହାକୁ ପ୍ରତିଦିନ ପବିତ୍ର କରିବା ଜରୁରୀ। ଜଣେ କର୍ମଯୋଗୀ ଭଳି ସଚେତନ ହୋଇ ପ୍ରତ୍ୟେକ କାର୍ଯ୍ୟ କରିବା ଏବଂ ପରମାତ୍ମାଙ୍କ ସହ ଯୋଡ଼ି ହୋଇ ରହିବା ଦ୍ୱାରା ହିଁ ଆତ୍ମା ଏହି ବିଶାଳ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଥାଏ। ଆମେ ଆମର ଏହି ବିଶ୍ଳେଷଣର ଶେଷରେ ପହଞ୍ଚିଛୁ। ସବୁକିଛି ବୁଝିବା ପରେ ଏକ ବଡ଼ ପ୍ରଶ୍ନ ଉଠୁଛି। ଯଦି ମୃତ୍ୟୁ ପରବର୍ତ୍ତୀ ଜୀବନ ଏତେ ସଠିକ୍ ଏବଂ ବୈଜ୍ଞାନିକ ପ୍ରକ୍ରିୟା ମାଧ୍ୟମରେ ଚାଲେ ଏବଂ ଭବିଷ୍ୟତର ଯାତ୍ରା ସମ୍ପୂର୍ଣ୍ଣ ଭାବରେ ଆଜିର ଜ୍ଞାନ ଉପରେ ନିର୍ଭର କରେ, ତେବେ କ'ଣ ଆଜିର ମାନବ ସମାଜ ନିଜ ଭିତରର ଆତ୍ମାକୁ ପ୍ରସ୍ତୁତ କରିବା ପାଇଁ ଯଥେଷ୍ଟ ପ୍ରୟାସ କରୁଛି? ଏହା ନିଶ୍ଚିତ ରୂପେ ଏକ ଗଭୀର ଚିନ୍ତାର ବିଷୟ, ଯାହା ଆମ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରେ। ଆଜିର ଏହି ଆଲୋଚନାରେ ସାମିଲ ହୋଇଥିବାରୁ ଅଶେଷ ଧନ୍ୟବାଦ।